आज शुणा उपन्यास परजा। औपन्यासिक गोपीनाथ महांती। भाग 20। दी भाईंकर रहिबा बखुरी गोतीशाଳରେ छपर सड़ी जाइछि। कांथर उपरू तळକୁ चून पाणी परि बोही आसिछि धार धार साप घुଅ। ओଳି ସନ୍ଧିରେ ଲାଖି ଯାଇ ଖଣ୍ଡ ଖଣ୍ଡ ସାପ କାତି ପବନ ଦେଲେ ଚିରା ଚିରା କନା ପରି ଫଡ଼ ଫଡ଼ ହୋଇ ପଦାକୁ ଉଡ଼ି ପଳାଏ। ଥରେ ଥରେ ଉପରୁ ନଥ କରି ମେଞ୍ଚାଏ ଖସେ। ଘର ଭିତରେ କଙ୍କଡ଼ା ବିଛା ଛୁଆ ସାଲୁବାଲୁ ହୁଅନ୍ତି। ତଳଟା ଛତ ଫୁଟିଲା ପରି ବିରି ବିରି ହୁଙ୍କା ସେଇଠି ହେଇଛି। ଏ ଘର ଖଣ୍ଡକ ମରାମତ କରିଦେବାକୁ ଅବସର ଆଦୌ ନାହିଁ। ଦଣ୍ଡେ ତର ନାହିଁ। ସାହୁକାର ଘଡ଼ିକେ ଘୋଡ଼ା ଛୁଟେ। ଖାଲି କାମ କାମ କାମ। ଧାନ ବିଲରେ ଆଣ୍ଠୁଏ ପାଣିରେ ଧାନ ଗଛ ବଢ଼ି ଲାଗିଛି। ସେଠି ପାଣି କାଦୁଅ ହୋଇ ବଛାବଛି କରିବାକୁ ପଡ଼େ। ପାଣିକୁ ପାହାଚ ପାହାଚ କରି ହିଡ଼ ବାନ୍ଧି ତଳକୁ ଛାଡ଼ିଦେବାକୁ ହୁଏ। ପୁଣି କ୍ଷେତ ଚାରିପାଖେ କଣ୍ଟା କାଟି ବାଡ଼ ବୁଜିବା। କ୍ଷେତ କାମ ଶେଷ କରି ଛାଇ ଲେଉଟିଲେ ବଣକୁ ଯିବାକୁ ପଡ଼େ କାଠ ଆଣି। କାମ କରିବାକୁ ସାହୁକାର କେତେ ଦୂର ଦୂର ଗାଁକୁ ପଠାଏ। ସଞ୍ଜବେଳେ କାମର ହିସାବ ନିଏ, ଗାଳି ଦିଏ ଯଦେ ମାସକର ଖାଦିରୁ କାଟିଦେବି। ମଝିରେ ମଝିରେ ମାଣ୍ଡିଆ ଟିକ୍ରା ଦି ଭାଇ ଭେଟାଭେଟି ହୁଅନ୍ତି। କାନ ସନ୍ଧିରୁ ଛଡ଼ାଛଡ଼ି ହୋଇ ପିକା ଓଟାରି ଟାଣନ୍ତି। ସବୁଦିନେ ସେମାନେ ନିଶ୍ଚିନ୍ତ କରନ୍ତି ଆପଣା ଶୋଇଲା ଘର ଛୁଆଣି କରିବେ ବୋଲି। କାମର ଭିଡ଼ ପଡ଼େ, କରିହୁଏ ନାହିଁ। ଦୁର୍ଦ୍ଦଶା କଥା ସାହୁକାର କାନକୁ ଗଲେ ସେ ହସେ। କହେ ଗୋତି ଗାଳ୍ପମାନେ ୟାଙ୍କ ପାଇଁ କୋଠାଘର ତୋଳା ହୁଅନ୍ତା ଆଉ ନୁହେଁ। ସାହୁକାର ସରସୁପଦର ଗାଁରୁ ଫେରିଲା ପରେ ଏତେ କାମ ବରଗି ଦେଲା ଯେ ସବୁ ଗୋତି ବିକଳ ହୋଇ ପଡ଼ିଲେ। ଏହିପରି ଅଣନିଶ୍ୱାସିଆ ଦିନେ ସଞ୍ଜବୁଡ଼େ ଦି ଭାଇ ହିଡ଼ରୁ ଫେରୁଥାନ୍ତି। ଟିକ୍ରା ଭାଇ ଆଗରେ ବଘେଇ ଭୟ କରୁଥାଏ। ଭାରି ଡର ମାଡ଼ୁଥାଏ ବୋଲି କହିଲା। ଏତିକିବେଳେ କେନ୍ଦୁଆଡ଼ର ବଣ ଭିତରେ ଥିବା ସାହୁକାରର ଜଣେ ଅଡ଼ାରି ଗୋତି 10ରୁ ପରଜା ଦୌଡ଼ି ଦୌଡ଼ି ଆସିଲା। ସାହୁକାର ପାଖେ ଡକା ଛାଡ଼ି କହିଲା, ମୋ ଭାଇ ସନିଆ ପିଲାକୁ ବାଘ ନେଇଗଲା। ଦୁହେଁ ଆମେ ମଇଁଷି ଜଗିଥିଲୁ। ବାଟେ ବାଟେ ଯାଉ ଯାଉ ଗୁଦ୍ ଗୁଦ୍ କରି ଦୌଡ଼ି ଆସି ତାକୁ ସେ ନେଇ ପଳେଇଲା। ସାହୁକାର ପିଣ୍ଡାରେ ବସିଥାଏ। ଖେଙ୍କାରି ଉଠି କହିଲା, ଆଉ ମୋ ଋଣ ଟଙ୍କା? ହଇରେ ସତ୍ୟାନାସିଆ, ମୋ ଟଙ୍କା ବୁଡ଼େଇ ଦେବୁ ନା ଦେଇଦେବୁ? କହ, ଜଲ୍ଦି କହ। 20 ଟଙ୍କା ଦେଇଥିଲି। ମୋଟେ 3 ବର୍ଷ ଗୋତି ଖଟିଛି। ଆହୁରି ସୁଧମୂଳ ହୋଇ କେଜାଣି କେତେ ହେବଣି। ଆରେ ମୋର 10 ଟଙ୍କାରୁ ଗୋଟାଏ ଦାମୁଡ଼ି ଉଣା ହେଲେ ଚଳିବ ନାହିଁ। ହଳ ବିକ୍, ବଳଦ ବିକ୍, ମୋ ଟଙ୍କା ତକ ଲେଉଟାଇ ଦେ। ନହିଲେ ବାବା ମୁଁ ଦାବା କରିଦେବି, ଜାଣିଥା। 10ରୁ ପରଜା ମଲା ସନିଆର ଗୁଣ ବାହୁନି ବାହୁନି କାନ୍ଦୁଥାଏ। ବାୟା ପରି ତଳେ ଗଡ଼ୁଥାଏ। ସାହୁକାରର ଗୋଡ଼ ଧରି ଲେଉଟି ଯାଉଥାଏ। କହିଲା, ସାହୁକାର, ବାପା ମା ଛେଉଣ୍ଡ ଭାଇଟି ମୋର। ତୁ ତାକୁ ଗଣକୁ ପଠେଇଥିଲୁ, ଆଉ ମୋ ଭାଇକି ପାଇବି କୋଉଠୁ? ଦବୁ କି ତୁ? ସାହୁକାର ତାତି ଯାଇ କହିଲା, ଶଳା, ଯାହା ତୁଣ୍ଡକୁ ଆସୁଛି କହିଲା କିଛୁ? ତତେ ପଣ୍ଡେଇ ପିଟା କରିବି ଜାଣିଚୁଟି? ଓହୋ, ମୁଁ ବାଘକୁ ଶିଖାଇଥିଲି ଆଉ ଆଙ୍କ ଭାଇଙ୍କୁ ଖାଇ ମୋ ପେଟକୁ ବୁଡ଼େଇ ଦେବୁ ପରା। ମନ ନ ହେଉଛି ମୋ ଟଙ୍କା ସୁଧମୂଳ ଦେଇଦେ। ଗୋତି ଫିଟେଇ ନେ। ଯାହା ତ ହେଲା ହେଲା। ଏବେ ଜଲ୍ଦି ଯାଇ ପୁଲିସରେ ରିପୋର୍ଟ କର, ନଇଲେ ସଭା ଇନ୍ସପେକ୍ଟି ତୋ ପାଇଟି କରିବ ଜାଣିଥା। 10ରୁ ପରଜା କାନ୍ଦି କାନ୍ଦି ଚାଲିଗଲା। ସାହୁକାର ହସି ହସି ମଲା ସନିଆକୁ ଶୋଧିବାକୁ ଲାଗିଲା। ସେ ସଞ୍ଜରେ ଟିକ୍ରାଜାନିକୁ ଅର୍ଡ଼ର ପଡ଼ିଲା, କାଲି ସକାଳୁ ତୁ ଯା କେନ୍ଦୁ ଆଡ଼ର ସାଙ୍ଗରେ ମିଲ୍କୁ ପରଜା ଯିବ। ଟିକ୍ରା ମାଣ୍ଡିଆ ଦୁହେଁ ଆପତ୍ତି କଲେ। ସାହୁକାର କହିଲା, ସେମିତି ନାହିଁ ନାହିଁ କହିଲେ ସମସ୍ତେ ନାହିଁ କରିବେ। ଆଉ କ'ଣ ଗୋଟି ଗୋଟି କରି ମୋର ମଇଁଷିମାନଙ୍କୁ ସିଟିଏମ୍ ଲୋକେ ମାରିଖାଇ ବାଘଖିଆରେ ପକାଇ ଦେବେ? ତୁମେ ସବୁ ଏଠି ବସିଥିବ? ମୋ ପାଖେ ସେସବୁ ଫେଚକାମି ଚଳିବ ନାହିଁ, ଜାଣିଲୁ? ପଦେ କଥା। ଯିବୁ ତ ଯା, ନଇଲେ ମୋର ସୁଧମୂଳ ମିଶେଇ ମୋତେ ସୁଜି ଦେଇ ଘର ବାହୁଡ଼ି ଲନ୍ଦା ପେଣ୍ଡମ କରି ଖା, ନଇଲେ ମୁଁ ନିର୍ଦ୍ଦାର୍ଯ୍ୟରେ ଦାବା ପକାଇ ଦେବି। ମାଣ୍ଡିଆ କହିଲା, ଯେବେ ମୁଁ ବି ଯିବି ଆହୁରି 5-7 ଜଣ ସାଙ୍ଗରେ ଦେ। ଜୋର କଜିଆ ଲାଗିଲା। ମାଣ୍ଡିଆ ଦାନ୍ତ ଚିପି ଚିପି କହିଲା, ତୁ ଯାହା କରୁଛୁ କର। ବଘେଇ ଜାଗାକୁ ମୁଁ ନଗଲେ ମୋ ଭାଇ ଯିବ ନାହିଁ। ମୋ ସାଙ୍ଗରେ ଆହୁରି 5 ଜଣ ନଦେଲେ ଆମେ ତ କେହି ଯିବୁ ନାହିଁ। ସାହୁକାର ଗୁଡ଼ାଏ ଗାଳି ଦେଲା। କେତେ ଗୋତି ଏଠି କାମ କରନ୍ତି। ସାହୁକାର ବାଧ୍ୟ ହୋଇ ଶେଷରେ ହଁ କଲା। ଗୋତିମାନେ ଉପଦେଶ ଦେଲେ, ଏମିତି ତା ସଙ୍ଗେ ତର୍କ କରିବାଟା ଭଲ ନୁହେଁ। ଦରକାର ପଡ଼ିଲେ 10 ଜଣଙ୍କ କଥାରେ ସେ ଅପିଯାଏ, ଅଙ୍ଗୀକାର କରେ।
ମନେ ମନେ ଭାରି ଅକସ ରଖେ, ପଛେ ଗୋଳମାର କରେ, ଭାରି ହରକତିଆ ଲୋକଟା କିନା। ମାଣ୍ଡିଆ ହାତ ହଲେଇ କହିଲା, ଆରେ ଗୋତି ତ ହେଇଛେ, କ'ଣ ଆଉ ଅଛି ଡରି ମରିବାକୁ? କ'ଣ ହରକତଟା ସାହୁକାର କରି ପକେଇବ ଯେ? ସାମ୍ନାରେ ଦୂରରେ ସାହୁକାର ଚାଲି ଯାଉଥାଏ। ମାଣ୍ଡିଆ ଜାନିର ହାତ ସୁଲୁସୁଲୁ ହେଉଥାଏ। ଗୋତି ରହିଲା ଦିନୁ ମନର ତେଜ ତାର ଉଣା ହୋଇଯାଉଛି ସତ, ତଥାପି ଆଖି ଆଗେ ଆଗେ ଦିନୁ ଦିନ ଏ ସ୍ୱାର୍ଥପର ଶୈତାନଟାକୁ ଦେଖି ଦେଖି ତାର କଥା ଶୁଣି ହାତ ସଲସଲ ହୁଏ। ବାହାର ମାଉଁସ ପେଣ୍ଡୁଳାମାନ ଫୁଲି ଫୁଲି ବାହାରେ। ପୁଣି ମୁଣ୍ଡକୁ ତଳକୁ ପୋତି ପୋତି ମାଣ୍ଡିଆ ଜାନି କାମ କରିଯାଏ। ଆପଣାର ଦୁଃଖ ମୁଣ୍ଡକୁ ଘାରେ। ଦିନ ବୋହିଯାଏ। ସଞ୍ଜବେଳୁ ଶୋଇବା ଯାକେ ଅନ୍ଧାରୁଆ ଦଦରା ଘରେ ପିକା କଳେ କଳେ ଖାଇଦେଇ ବାଘ କଥା ବହୁତ ପଡ଼ିଗଲା। ବାଘର ବୋବାଳି ଶୁଭିଲା ପରି ଲାଗୁଥାଏ। ବେଳେବେଳେ ମେଘୁଆ ପବନରେ ବାଘ ଏକା ରକମର ବୋବାଏ ନାହିଁ। କେତେବେଳେ ଦୂର ପାହାଡ଼ ଘଡ଼ଘଡ଼ି ପରି। ବାଘର ଆଖିକୁ ଚାହିଁ ରହିଲେ କିପରି ବୋଧ ହୁଏ ସତେକି ଦୁଇଟି କବାଟ ଖୋଲି ଯାଉଛି। ଭିତରେ ଦୁଇଟା ବଡ଼ ବଡ଼ ହଲ୍ଲୋଳମୟ ଗୁମ୍ଫା। ଯେମିତି ଆଗେଇଲେ ଖାଲି ବଢ଼ି ବଢ଼ି ଯାଉଛି। ବାଘ କେମିତି ବୁଦା ତଳେ ଲେପ୍ଟି ହୋଇ ପଡ଼ି ରହିଥାଏ। ମାଟିରେ ମିଶିଯାଏ ଖଣ୍ଡେ ଛଉ ଛଉକା ଚଉତା ହୋଇଥିବା କମ୍ବଳ ପରି। ଆଉ ମନ ଇଚ୍ଛାରେ ସେ ଆପଣାକୁ ଫୁଲାଇ ଫୁଲାଇ ବଡ଼ କରିଦିଏ। ହୁଏ ଗୋଟାଏ ବଡ଼ ମଇଁଷି ଆକାରର। ବାଘ ମନ ଖୁସିରେ ଧାଇଁଲା ବେଳେ କେଡ଼େ ସୁନ୍ଦର ଦିଶେ। ନଥଲ ନଥଲ ପେଟ ତଳେ ଘୁଷୁରିଲା ପରି। ପଟା ପଟା ଦେହ ଗୋଟାକ ଯେପରିକି ମହମ ନେସି ଚକଚକ କରିଛି। ପଛପଟୁ ଦେଖିଲେ ବାଘ କେମିତି ଦିଶେ ଗୋଟାଏ ମସ୍ତବଡ଼ ହନୁମନ୍ତ ପରି। ବାଘ କେମିତି ମଣିଷ ଧରେ, ପ୍ରଥମେ ଆସି ପବନ ବେବରେ ଧକ୍କାଟେ ମାରି ତଳେ ଫୋପାଡ଼ି ଦିଏ। ପଛେ ଗୋଟାଏ ହାତରେ କାଖେଇ ନେଇ ଚାଲିଯାଏ। କାଖ ଆଉ ଛାତି ପାଖ ସାନ ହାଡ଼ ମଝିରେ ଚିପି ଧରି ଆଉ ଥୋଟାଏ ବାଟ ଗଲେ ଯାଇ ତଣ୍ଟିକୁ କଣା କରି ରକ୍ତ ପିଏ। ଲୋକେ କିପରି କହନ୍ତି, ମାଇକିନିଆ ଧରିନେଲେ ବାଘ ତାକୁ ଦୋଷ କରେ, ଜିଅନ୍ତା ହେଉ ବା ମଲା ହେଉ। ଟିକ୍ରା କହିଲା, ମୁଁ ବି ଶୁଣିଛି। ମାଣ୍ଡିଆ କହିଲା, ଆରେ ଖାଲି ଶୁଣିବା କଥା ନୁହେଁରେ, ଆଖିରେ ଦେଖିଲାଟା। କୁଟିଙ୍ଗା ଗାଁରେ ଏବେ ମିଶା ଅଛି କୋଡ୍ରୁ କନ୍ଧର ମାଇକିନା। ନିଜେ ମୁଁ ତାଠୁ ଶୁଣିଛି ପରା। ବାଘ ତାକୁ ଧରି ନେଇଗଲା। ଗୋଟାଏ ପଥର ଚାଞ୍ଚର ଉପରେ ଛାଡ଼ିଦେଲା। ଏଣୁ ଆସୁଥାଏ ତେଣୁ ଆସୁଥାଏ। ଏଠି ସେଠି ହାତ ମାରୁଥାଏ, ଗେଲ କରୁଥାଏ। ତାପରେ ତାକୁ ଦୋଷ କଲା। କନ୍ଧୁଣୀ କ୍ରମେ ବେହୋସ ହୋଇଗଲା। ଚେତା ହେଲା, ଦେଖିଲା ବାଘ ନାହିଁ। ପାଖକୁ ପାଖ ଲାଗି କନ୍ଦା ଖୋଳା ହୋଇଥିବା ଖାଲ ଗୁଡ଼ାଏ ସେ ବାଘରେ ଥିଲା। ତାହାରି ଭିତରେ ଘୁଷୁରି ଘୁଷୁରି କନ୍ଧୁଣୀ ଥୋଡ଼ାଏ ବାଟ ଚାଲିଗଲା। ସେଠୁ ଗୋଟାଏ ବଡ଼ ଗଛ ଧରି ତହିଁରେ ଚଢ଼ିଗଲା। ଖୁବ୍ ଉଞ୍ଚାରେ ବନ୍ଧିଥିବା କରିଆଟାକୁ ଫିଟେଇ ଦେଇ ତା ସଙ୍ଗରେ ନିଜକୁ ଗଛ ଦେହରେ ବାନ୍ଧିଦେଲା। କେତେବେଳୁ ଗଲାକୁ ବାଘ ଆସିଲା। ମହାରଡ଼ି ଛାଡ଼ି ଛାଡ଼ିକା ଏଠି ସେଠି ଖୋଜି ବୁଲି ଶେଷରେ ଉପରକୁ ଅନେଇ ରହି ସେ ଗଛ ମୂଳରେ ବସି ରହିଲା। ଏହିପରି କେତେବେଳେ କଟିଲା। ପଛେ ଗାଁ ଲୋକେ ମନ୍ଦା ହୋଇ ଆସି ଓଡ଼ିଆ ନଳି ଫୁଟେଇ ବାଘକୁ ସେଠି ଘୋଡ଼େଇ ଦେଲେ। ସେ କନ୍ଧୁଣୀ ଅଦ୍ୟାପି ବଞ୍ଚିଛି। ଟିକ୍ରା କହିଲା, ଆୟୁଷ ଥିଲେ ବଞ୍ଚିବ ନାହିଁ କି? 4 କୋଡ଼ି 5 କୋଡ଼ି ଲୋକଙ୍କୁ ବାଘ ଖାଏ। ପୁଣି ତହିଁରୁ 4-5 ଜଣ ଉଧୁରି ଆସନ୍ତି ତ। ସେଥର କନ୍ଧା ଖୋଳୁ ଖୋଳୁ ଦିଉଡୁ ସାଉଁତା ତାକୁ ଧରି ନେଇ ଚାଲିଗଲା। ଥୋଡ଼ାଏ ବାଟ ଯିବାରୁ ଦିଉଡୁ ପ୍ରାଣ ବିକଳରେ ମାରିଦେଲା ଶାବଳର ଭୂଷାଏ। ବାଘ ଡିଆଁଟେ ମାରି ଥୋଡ଼ାଏ ବାଟ ହଟିଗଲା। ଦିଉଡୁ ଚଢ଼ିଗଲା ଗୋଟାଏ ଗଛରେ। ଜୀବନ ଥିଲା, ସେ ଉଧୁରିଲା। ଗଲା ମାସେ ଲୁଲା ପାଖ ଥୋଟାଗୁଡ଼ା ଗାଁରେ। ଗାଁ ପାଖଟା ମୁସ୍କା କନ୍ଧ ଆଡ଼କୁ ଧାଇଁ ଆସିଲା ମହାବଳ। ମୁସ୍କା ଗୋଟାଏ ଲମ୍ବା ବର୍ଚ୍ଛା ଧରିଥାଏ। ବାଘ ଆଁ କରି କୁଦି ଆସିବାରୁ ମୁସ୍କା ତା ପାଟି ଭିତରେ ବର୍ଚ୍ଛାର ଅଗଟା ଗେଞ୍ଜି ଦେଲା। ରକ୍ତ ବାହାରିଲା। ବାଘ ବର୍ଚ୍ଛାଟାକୁ କାମୁଡ଼ି ପକେଇଛି। ତୁ ଗଲେ ଦେଖିବୁ ଦାନ୍ତ ଚିହ୍ନ। ବାଘ ପଛକୁ ହଟିଲା। ମୁସ୍କା ବର୍ଚ୍ଛାଟାକୁ ସଜାଡ଼ି ଦେଲା। ବାଘ କୁଦା ମାରି ଚମକି ଆସେ। ମୁସ୍କା ତା ଆଡ଼କୁ ବର୍ଚ୍ଛାଟା ମୋହି ଧରେ। ବାଘ ପଛେଇ ଯାଏ। ମୁସ୍କା ଗାଁ ଭିତରେ ପଶିଲା। ବାଘ ରଡ଼ି ଛାଡ଼ି ଛାଡ଼ି ବଣ ଭିତରକୁ ଫେରିଗଲା। ବନ୍ଦିକାର ଗାଁର ରିମେଇ କନ୍ଧୁଣୀ। ସେ ଆଉ ତାର ବର ପାଖକୁ ପାଖ ବସି କନ୍ଧା ଖୋଳୁଥିଲେ। ମହାବଳ ମାଡ଼ି ଆସିଲା କନ୍ଧ ଉପରକୁ। କନ୍ଧ ପଡ଼ିଗଲା। କନ୍ଧୁଣୀ ଟାଙ୍ଗିଆ ଧରି ବାଘ ପାଖକୁ ଚମକି ଆସିଲା। କନ୍ଧ ଭାଷାରେ ଗାଳି ଦେଲା। ଟାଙ୍ଗିଆରେ ପକାଇଲା ପାହାରେ। ବାଘ ଘୁଞ୍ଚିଗଲା। ଟାଙ୍ଗିଆ ମାଡ଼ ତଳେ ବସିଲା। କନ୍ଧ ଉଠି ଠିଆ ହେଲା। ନହୁ ଧାର ଧାର ବୋହୁଛି। ଆଖିରେ ପାଟିରେ ରକ୍ତ। ବାଘ ଦୂରରେ ଅନେଇଥାଏ। ଲାଞ୍ଜକୁ ତଳେ ପିଟୁଥାଏ। ଗୁଡ଼ାଏ ପଦା ଲୋକ ଆସି ପଡ଼ିଲେ ବାଘ ଚାଲିଗଲା। ଦିଶାରୀ ପତ୍ର ବାଟି ଘାରେ ବୋଳି ଦେଲା। 3 ହାଟ ଭିତରେ କନ୍ଧ ଭଲ ହୋଇଗଲା। ସବୁ ଆୟୁଷ, ସବୁ ଆଉ ଭାଗ୍ୟ।
ମାଣ୍ଡିଆ କହିଲା, ଆରେ ଆମେ ପରଜା ଲୋକ, ଡର କ'ଣ? ବାଘ ବାଛି ବାଛି କନ୍ଧକୁ ଧରି ଖାଏ, ସେମାନେ ମାଙ୍କଡ଼ ଖାଆନ୍ତି ବୋଲି। ଆଉ ଆମେ ତ ସାପ ଖାଇବା ଲୋକ, ଆମକୁ ଖାଇଲେ ବାଘ ଆପେ ମରିଯିବ। କଥା ଗପୁ ଗପୁ ଦି ଭାଇ ଶୋଇପଡ଼ିଲେ। ମାଣ୍ଡିଆ ଘୁଙ୍ଗୁଡ଼ି ମାରିଲା। ଟିକ୍ରା ଦେଖିଲା ସ୍ୱପ୍ନ। ଘୋର ବଣ, ପାହାଡ଼ ସନ୍ଧିରେ ଗହୀର ଝୋଲା, ସେଠି ଖାଲି ବୁଦୁବୁଦିଆ ଅରମା ଜଙ୍ଗଲ। ସେଠି ବସିଛନ୍ତି ସେ ଆଉ ମାଣ୍ଡିଆ ଦୁହେଁ। ମାଣ୍ଡିଆ ନଳି ଧରିଛି, ଲମ୍ବା ହୋଇ ଗୋଟାଏ ଓଡ଼ିଆ ନଳି। ତଳେ ମଣିଷ ମଢ଼ ପଡ଼ିଛି, ମୋଟ ମୋଟ ଶିଆଳି ମାଳରେ ବନ୍ଧା ହୋଇଛି ଖୁଣ୍ଟିରେ। ଅନ୍ଧାର ଅଳ୍ପ ଜହ୍ନ ପଡ଼ିଛି ମଡ଼ ଚାରିପାଖେ, ଆଉ ଝରଣାରେ କରପଟିଆ ହୋଇ ଦିହେଁ ତୁନିତାନି ବସିଛନ୍ତି। ହଠାତ୍ ନିଶ୍ୱାସ ବନ୍ଦ ହୋଇଯାଉଥାଏ। ନାଚି ନାଚି ମହାବଳ ବାଘ ଆସିଲା। ଦେହକୁ ଫୁଲେଇ ଦେଇ କେତେ ବଡ଼ ହୋଇଯାଇଥାଏ। ମଢ଼କୁ ଶୁଙ୍ଘିଲା, ଚାଟିଲା। ମଢ଼ର ଗୋଟାଏ ହାତ ଟେକି ସିଧା ହୋଇ ଦେଖାଇଲା ଶାଳଗଛ ଆଡ଼କୁ, ଯେଉଁଠି ଦୁହେଁ ବସିଥାନ୍ତି ସେହି ଆଡ଼କୁ। ଟିକ୍ରା ପାଣି ହୋଇ ଯାଉଥାଏ, ତଣ୍ଟିଟା ଯେପରି କିଏ ଚିପି ଧରିଛି। ମହାବଳ ଥରେ ମାତ୍ର ଅନେଇ ଦେଲା, ଯେପରି ନିଆଁ ଗୁଡ଼ାଏ ଫୋପାଡ଼ୁଛି ଆଖି ବାଟେ। ତାପରେ ମଢ଼କୁ ମନ ଦେଲା। କୁଦା ମାରି ମାରି କତିକି ଘୁଞ୍ଚି ଆସେ। ହାତଟା ଗୋଡ଼ଟାଏ କାମୁଡ଼ି ଧରି ଆସ୍ତେ ମୁହଁକୁ ବୁଲେଇ ଦିଏ। କୁଦା ମାରି କତିକି ଘୁଞ୍ଚି ଆସେ। ହାତଟା ଗୋଡ଼ାଏ କାମୁଡ଼ି ଧରି ଆସ୍ତେ ଆସ୍ତେ ମୁହଁକୁ ବୁଲେଇ ଦିଏ। ହାତ ଗୋଡ଼ ଛିଣ୍ଡି ଛାଣ୍ଡି ଯାଏ, ଚଡ଼ ଚାଡ଼ କଡ଼ କାଡ଼ ହୋଇ। ଚୋବେଇ ଚୋବେଇ ନାଚିକୁଦି କିଛି ବାଟ ବାଘ ଚାଲିଯାଏ। ବଡ଼ ଆଁଟାଏ କରି ସେ ବସି ହସେ। ଜହ୍ନ ଆଲୁଅରେ ଚିକ୍ ଚିକ୍ କରେ ତାର ବଡ଼ ବଡ଼ ଦାନ୍ତ ଗୁଡ଼ାକ। ଧାଇଁ ଆସି ମାରେ ମଢ଼କୁ ଗୋଟାଏ ଗୋଇଠା। ଶିଆଳି ଡୋର କୁଟକୁଟା ହୋଇ ଛିଣ୍ଡିଯାଏ। ପୁଣି ଚଡ଼ଚାଡ଼ କଡ଼କାର କରି ଖଣ୍ଡେ ଖଣ୍ଡେ ଛିଣ୍ଡାଇ ନିଏ, ଉପରକୁ ଫୋପାଡ଼େ, ପାଟିରେ ଧରି ପକାଏ, ଗୋଡ଼ରେ ଗୋଡ଼େଇ ଦିଏ, ଜିଭରେ ଓଠ ଚାଟି ହୁଏ, ଲାଞ୍ଜକୁ ତଳେ ପିଟେ, ଆଉ ଦେଖୁ ଦେଖୁ ଆହୁରି ଫୁଲି ଫୁଲି ଯାଏ। ଟିକ୍ରା ଜାନି ଦେଖୁ ଦେଖୁ ଛାନିଆ ହୋଇଗଲା। ଖଟିଆ ଉପରୁ ଗଡ଼ି ପଡ଼ିଲା। ସୁ ସୁ ହୋଇ ଗଡ଼ି ଗଡ଼ିକା ଖସିଲା ତଳକୁ। ତଥାପି ମାଟି ଛୁଇଁ ନାହିଁ, ଖାଲି ପଡ଼ୁଛି। ଏତିକି ବେଳେ ନିଦ ଭାଙ୍ଗିଗଲା। ଦେଖିଲା ଘୋର ଅନ୍ଧାର, ମେଘ ଘୁ ଘୁ ଡାକୁଛି। ସେତିକିବେଳେ ହଠାତ୍ ତାର ଚିନ୍ତା ପଡ଼ିଲା, କାଲି ସାଙ୍ଗରେ ଯିବ ମାଣ୍ଡିଆ ଜାନି। ଏକୁଟିଆ ଏକୁଟିଆ ଅଚିହ୍ନା ଗାଁରେ ଧାଙ୍ଗଡ଼ି ଘର୍ଷା ଘରେ ଫୁର୍ତ୍ତି କରିବା ହୁଏତ ଆଉ ପଟିବ ନାହିଁ। ଭାରି ଛଟପଟ ଲାଗିଲା। ସେ ଶୋଇବାକୁ ମନ ଦେଲା। ଆଃ, ଧାଙ୍ଗଡ଼ି ନୂଆ ନୂଆ ଜାତି ଜାତିକା ପାଚିଲା ବଣଫଳ ପରି, କେତେ ସୁଧାର ଆଉ କେଡ଼େ ଖୁସି ଖୁସି। ଚିହ୍ନା ନାହିଁ, ଅଚିହ୍ନା ନାହିଁ, ଆପଣା ନାହିଁ, ପର ନାହିଁ, ଖାଲି ଗୀତ, ନାଚ, ଫୁର୍ତ୍ତି ଆଉ ମଉଜ। ମାଣ୍ଡିଆଟା ଜୋକ ପରି ଲାଗି ରହିଥିବ ସାଙ୍ଗେ ସାଙ୍ଗେ। ଯା, ଟିକ୍ରା ଜାନି ଆଉ ବାଘ କଥା ଭାବୁନଥାଏ। ମାଟି ସବୁଜା ହୋଇଛି, ଜଙ୍ଗଲ ଭର୍ତ୍ତି, କ୍ଷେତ ଭର୍ତ୍ତି। ପୁରୁଣା କ୍ଷେତ ଯାଇଛି ଯାଉ, ନୂଆ କ୍ଷେତରେ ଗଢ଼ିବାଣ ପରି ଭୁରୁ ଭୁରୁ ହୋଇ ଉଠିଛି ଫସଲ। ଧାନ କ୍ଷେତରେ ପଶିଲେ ଧାନ ଗଛ ଠେଲି ପେଲି ମାଡ଼ି ଆସୁଛି ପାଖକୁ। ଅଣ୍ଟାଏ ଯାକେ ଉଠିଯାଇ ଗୁଲୁଗୁଲୁ ହୋଇ ମୁହଁକୁ ଅନେଇ ରହୁଛି। ଦେହରେ ତାର ସ୍ପର୍ଶ କେତେ ଭିତରକୁ ବୋଲି ଖେଦି ହୋଇଯାଏ। ଆଉ କ୍ଷେତର ବାସ୍ନା ଧୁଙ୍ଗିଆର ପହିଲି ମଳମଳିଠୁ ଆହୁରି ବେଶୀ ଆରାମ ଲାଗେ। ଲଙ୍କା ମରିଚ ଚେକା ମାଡ଼ୁଛି। କଖାରୁ, ଜହ୍ନି, ଲାଉ ବଗିଚା ଭିତରେ ପଶିଗଲେ କିଏ କାନ୍ଧରେ ବାହା ଝୁଲେଇ ଦିଏ, କିଏ ଲାଖି ଧରେ, ଯେପରିକି ଛାଡ଼ିଦେବାକୁ ମନ ନାହିଁ। ଟାଙ୍ଗିଆ ଫାଉଡ଼ା ଶାବଳ ଧରି ବୁଢ଼ା ଟୋକା ଦିହେଁ ଦିନ ଶେଷରେ ବଗିଚା ଦେଖନ୍ତି, କ୍ଷେତ କାମ କରନ୍ତି। ହେଇ ସେ ଜହ୍ନି ଲତାଟି କେଡ଼େ ବିକଳ ହୋଇ ଚାହିଁ ରହିଛି। ତଳେ ଖଣ୍ଡେ ରଞ୍ଜା ଦରକାର। କେଉଁଠି ଟିକିଏ ତଞ୍ଜା ହେବ, କେଉଁ ପତ୍ର ତଳେ ପୋକଟାଏ ଲୁଚିଗଲା। ଅନ୍ଧାରୁଆ ହେଲାଣି, କାଲି ସକାଳୁ ଦେଖାଯିବ। ନନ୍ଦିବାଲି ଗୀତ ବୋଲେ। ଶୁକ୍ରୁ ଜାନି ଚାହିଁ ଚାହିଁ ଦେଖେ, ଧୁଙ୍ଗିଆ ଟାଣେ। ଦୂର ପାଖର ପାହାଡ଼ ମହୁଡ଼ରୁ କନ୍ଧ ଗୀତ ଜବାବ ସୁଆଲ। ସୁଆଲ ଜବାବ ହୋଇ ହୋଇ ଭାସି ଭାସି ଆସେ। ନନ୍ଦିବାଲି ଗୀତ ବୋଲେ। ଆଉ ସବୁ କ୍ଷେତର ମନ ଉଲ୍ଲାସ ଚହଳ ପଶେ ବୁଢ଼ା ମନରେ। ମନରେ ସବୁ ପୁରୀ ଆସୁଥିଲେ ବି ତୁହାଇ ତୁହାଇ ହୋଇ ହାଉଳି ଖାଏ। କାମ ବାକି, କାମ ବାକି। ବୁଢ଼ା ପରଜା ଅନେଇ ରହେ ମାଟି ଆଡ଼କୁ। ଫସଲ ସାଙ୍ଗେ ବଣ ସାଙ୍ଗେ ସେ ଭାଇ ଭାଇ। ସେ ବି ମାଟିରୁ ଜନ୍ମ। ଧୁଙ୍ଗିଆ ପିଇ ଅନଉ ଅନଉ କେଉଁ ଦୂର ଦେଶର କଥା ଯେପରିକି କାନରେ ପଡ଼େ। ଯେତେ ଶରଧାରେ ମାଟିର ଛାତିରେ ଜାକିଜୁକି ହୋଇ ମିଶିଗଲେ ସୁଦ୍ଧା ଏ ସଞ୍ଜ ସାଙ୍ଗେ ସାଙ୍ଗେ କେଉଁମାନେ ସବୁ ଆସନ୍ତି ତାକୁ ଓଟାରି ନେବାକୁ। ମନ ଉଜାଣି ଭିଡ଼ି ଚାରିପାଖରେ ସବୁ ସୁନ୍ଦରୀମକୁ ଜାବୁଡ଼ି ଧରେ, ଯେପରିକି ସେ ଛାଡ଼ିଯିବାକୁ ଚାହେଁ ନାହିଁ। ନା, ସେ ଯିବ ନାହିଁ, ଯିବ ନାହିଁ।
ବର୍ଷା କମିଛି। ବେଳେ ବେଳେ ଏ ପାଖ ସେ ପାଖ ପରିଷ୍କାର ଦିଶେ। ଯେତେ ଯେତେ ପୁରୁଣା ହେଲେ ବି ସବୁ ଆଶ୍ଚର୍ଯ୍ୟ ଲାଗେ, ସବୁ ନୂଆ ନୂଆ, ସବୁ ଆଶ୍ଚର୍ଯ୍ୟ। ସଞ୍ଜ ଆଗରୁ ଦୂର ପାହାଡ଼ର କଳା ଘୁମରର ତର ଚିରୁଡାକ ଲୁଚେଇ ରଖି ପାଖ ପାହାଡ଼ରୁ ସରୁ ନେସି ଅଳପେ ଅଳପେ ଓହ୍ଲେଇ ଯାଇଛି ଲମ୍ବ ହୋଇ। ଆକାଶ ତଳେ ଦୂର ପାହାଡ଼ର ମହୁଡ଼ ଉପରୁ ସରୁ ହୋଇ ଗୋଟିଏ ଗାର। ତହିଁରେ ଗୋଟି ଗୋଟିକିଆ ଗଛ ପୁରୁପୁରୁ ହୋଇ ଘୁମେଇ ଘୁମେଇ ଠିଆ ହୋଇ ରହିଛି ଠାଏ ଠାଏ ରତ ରତ ଆଲୁଅ। ବାଏଁ ଡାହାଣେ ଧାର ଧାର ପାହାଡ଼ ଲଗେଇ ଘୋଳେଇ ହୋଇ ମିଶିଛି ଏ ପାଖୁ ପାହାଡ଼ର ଢାଲୁ ସେ ପାଖୁ ପାହାଡ଼ର ଢାଲୁ ତେର୍ଛା ହୋଇ ଦୁଇ ପାଖୁ ଖସି ପଡ଼ି ଏକାଠି ଗଣ୍ଠି ବାନ୍ଧିଛି, କିନ୍ତୁ ମିଶି ନାହିଁ। ପାଖ ପାହାଡ଼ରେ ଖାଲି ପ୍ରକାର ପ୍ରକାର ରଙ୍ଗ ବିଞ୍ଚା ବିଞ୍ଚି, ଆଉ ପ୍ରକାର ପ୍ରକାର ଛାଇ ଆଲୁଅ। ତା ସେ ପାଖେ ହାଲୁକା ପିରି ଘାସ, ଯେପରି ଅତି ପାଣିଚିଆ ଶାଗୁଆ ସଙ୍ଗେ ଖଇରିଆ ମିଶେଇକି ଢାଳି ଦେଇଛି। ଏଠି ସେଠି ଧାର ଧାର ଗୋଜିଆ ଗୋଜିଆ ଶୁଆପକ୍ଷିଆ ଗଜା ଶାଳ ଗଛ। ଗୋଟାଏ ପାଖେ ଅଧା ଢାଲୁରେ ଡେଙ୍ଗା କଳା ଘୁମର ସାଜଗଛ, ସିଧା ସିଧା ଡାଳ, ହାତ ପରି ଠିଆ ଠିଆ ପତ୍ର। ଠାଏ ଠାଏ ପୁଳାଏ ପୁଳାଏ ଆକାରହୀନ ଛାଇ, ଠାଏ ଠାଏ ଶାଳି ଗଛ, ଖାଲି ଧଳା ଧଳା ଟୋପା, ଠାଏ ଠାଏ ଗୁଡ଼ାଏ ଚିକ୍ ଚିକ୍ ବୁନ୍ଦା। ଦିପାଖେ ଦି ପାହାଡ଼ରେ ଢାଲୁ ଓହ୍ଲେଇ ଆସି ଭେଟିଛି ମଝି ଖାଲ ଏପାଖୁ ସାନଗୁଡ଼ାକର ଘରଗୁଡ଼ିକୁ। ନେଳି ବର୍ଣ୍ଣର ଗୋଜିଆ ଗୋଜିଆ ମୁରୁଗା ବୁଦାର ଚକାଭଉଁରୀ ତା ପଛଆଡ଼େ ଘରର ଚାଳକୁ ଅଧେ ଅଧେ ଉପରକୁ ଦିଶୁଛି। ତା ପଛଆଡ଼େ କଳାଗୋରା ପାହାଡ଼ର ହାତଗଣ୍ଠି। ଗାଁ ପାଖେ ତେର୍ଛା ହୋଇ ପାହାଚ ପାହାଚ ଓହ୍ଲେଇ ଚାଲିଛି ବେଢ଼ା ନଈ। ସେଠି ସାନଗୁଡ଼ାର ସବୁ ସାନ କ୍ଷେତ। ଗାଁ ଏ ପାଖେ ବେଢ଼ା ଉପରେ ଢିପ୍ ଚକଡ଼ା, ତଳ ଢାଲୁରେ ବହଳ ବଣ। କଦଳୀର ଅଧେ ଆଲୁଅ ଅଧେ ଅନ୍ଧାର ଛାଇ, ଆଲୁଅ ମିଶା ଥରିଲା ଥରିଲା ପତ୍ରଗୁଡ଼ିକ। ଚାରିପାଖେ ଢିପ କରେ କରେ ଗୋଟି ଗୋଟିକିଆ ମହୁଲ ଗଛ, ଯେପରି କେଉଁ କାରିଗର ଛାଞ୍ଚରେ ଢାଳି ଉତାରିଛି ତାର ଲମ୍ବା ଲମ୍ବା ଗୋଜିଆ ଗୋଜିଆ ଆଙ୍ଗୁଠି। ସେଥିରେ ଦର୍ପଣ ପରି ନଖସଳଖ ହୋଇ ଅଧେ ଯାକ ଉଠୁଛି। ତାପରେ ବାଙ୍କୁଲି ବାଙ୍କୁଲି ଗଣ୍ଠି ଗଣ୍ଠିକିଆ ଡାଳ। ତାପରେ ଶବ୍ଦ ଜାଲର ଧ୍ରୁବ ପଦ ପରି ଲହର ଦେଇ ଦେଇ ତଳକୁ ଉପରକୁ ଏପାଖ ସେପାଖ ମୂଳରୁ ମୋଟ ମୋଟ ଅଗରୁ ସରୁ ସରୁ ଗାର, ବଙ୍କା ବଙ୍କା। ମଝିରେ ଗୋଟାଏ ବଡ଼ ବରଗଛ, ବଢ଼ୁ ବଢ଼ି ଅତି ଉଞ୍ଚରୁ ଉତୁରି ଉତୁରି ଯେପରି ଠାଏ ଠାଏ ଧାର ଧାର ସିଧା ହୋଇ ଅଜାଡ଼ି ହୋଇ ପଡ଼ିଛି, ଶୁଖିଯାଇଛି। ଛୋଟ ପାହାଡ଼ଟିଏ ସେ ନିଜେ। ଦୂରର ପାଖରେ ଦୃଶ୍ୟ ସବୁ ଚଳନ୍ତି ଛାଇ ପରି ଦେଖୁ ଦେଖୁ ବଦଳି ବଦଳି ନିଭି ନିଭି ଆସେ। ବୁଢ଼ା ଟୋକା ଦୁହେଁ ଘରକୁ ମୁହଁନ୍ତି। ଅନ୍ଧାର ସାଙ୍ଗେ ସାଙ୍ଗେ ଉଦାସ ଅବସାଦ ଓହ୍ଲାଏ ବୁଢ଼ା ଉପରକୁ। ଖାଲି ଭାବି ହୁଏ ଏହିପରି ଦିନେ ମେଘ ରହିଥିବ, ଗଛ ଗୁଜୁରିବ, ସବୁ ଥିବ, ଆଉ ସେ ନଥିବ। ଦିନ ସରି ଆସେ, ବୃଥା ଆଶା ବାନ୍ଧି ଲାଭ ବା କ'ଣ? ଟଳି ପଡ଼ିବ ସେ ବି। ବିଲି ଟୋକିର ଯାହି କିଛି ବନ୍ଦୋବସ୍ତ ହେଇଗଲା, ଭଲ ହେଲା। ଆହୁରି 3ଟି ପିଲା ରହିଲେ ବାକି। କେମିତି ବିଭା ହେବେ ସେ ଜାଣେ ନାହିଁ। କେମିତି ଘର କରିବେ? କେତେ ଦିନ ବା ଦୁଇ ଭାଇ ଗୋତି ହୋଇ ବାନ୍ଧି ହୋଇ ରହିଥିବେ। ମାଣ୍ଡିଆ ଟିକ୍ରା ବିଭା ହୁଅନ୍ତେ। ମଲେ ସୁଦ୍ଧା କେଉଁ ବୋହୂ ପେଟରେ ତାର ଡୁମା ଯାଇ ରହନ୍ତା। ସେ ଜନ୍ମ ହୁଅନ୍ତା, ପୁଣି ସୁଖ ଦୁଃଖ ବୁଝନ୍ତା, ଥାନ୍ତା ପିଲାମାନଙ୍କ ସାଙ୍ଗେ ସାଙ୍ଗେ। ତା ଆଗରୁ ମଲେ, କେଜାଣି କେତେ ଦିନ ତାର ଡୁମା ପ୍ରେତ ହୋଇ କେଉଁଠି ଅଘୋର ହେଇ ବୁଲୁଥିବ। ଆଉ ଯଦି ଜନ୍ମ ବା ହେବ କେଉଁ ଦୂର ବିଦେଶରେ, କେଉଁ ଅଚିହ୍ନା ଘରେ, ଏ ଜନ୍ମର ପିଲାମାନଙ୍କ ସାଙ୍ଗେ, ଜମି ସାଙ୍ଗେ, ଘର ସାଙ୍ଗେ ଦେଖାଇ ହେବ ନାହିଁ। ଯୋହୁଁ ଯୋହୁଁ ବୁଢ଼ା ହୁଏ ସୋମବାରୀ କଥା ମନେ ପଡ଼େ ବେଶି ବେଶି। କେଉଁଦିନୁ ତ ମଲାଣି ସେ। ସତେ କ'ଣ ଆଉ କେଉଁଠି ଜନ୍ମ ହୋଇ ନଥିବ ସେ? ସେ କ'ଣ ଅପେକ୍ଷା କରି ବୁଲୁଥିବ ବଣେ ବଣେ? ସବୁ ଗୋଳମାଳ ହୋଇଯାଏ। ପୁଣି କିପରି ବିଶ୍ୱାସ ଆସେ, ସୋମବାରୀ ଅପେକ୍ଷା କରି ରହିଥିବ ପରା। ସେ ପାଖଟା ଆଉ ନିଛାଟିଆ ଲାଗିବ ନାହିଁ। ଛାତି ହାଲୁକା ଲାଗେ, ଶୁକ୍ରଜାନି ଧୁଙ୍ଗିଆ ଟାଣେ। ହଳ କାଉଡ଼ି ଗୋତି ଧରି ମୁଣ୍ଡ ବେଳ ସମୟରେ ସାହୁକାର ସତକୁ ସତ ତାସ କରିବାକୁ ପହଞ୍ଚିଗଲା ସରସୁପଦ ଗାଁରେ। ଟୋକୀମାନେ ସକାଳୁ ଜାକିଥିବା ଦାନ୍ତକାଠି ଖଣ୍ଡଟିକୁ ଚୋବାଇ ଚୋବାଇ ପାଣି ଗାତରୁ ଓହ୍ଲେଇ ଯାଉଛନ୍ତି। ସାହୁକାର ଆସିଲା, ମଧୁ ଘାସି ଖଣ୍ଡେ ଦୂର ଯାକେ ପାଛୋଟି ଗଲା। ଦୁହେଁ କଥା ଭାଷା ହେଲେ। ସାହୁକାର ୟାକୁ ତାଠୁ ଆଙ୍ଗୁଠି ଦେଖାଏ, ମଧୁ ଘାସି ସମ୍ବାଦ ଦିଏ। ଟୋକୀମାନେ ଚାଲି ଯାଉଥିଲେ।
ଦିହିଁକା ଦିହେଁ ଏକା ଆଖିରେ ପଛକୁ ଅନେଇ ରହି ରହି ଅନ୍ୟମନସ୍କ ହୋଇଯାଆନ୍ତି। ସାହୁକାର କ'ଣ କହେ, ମଧୁଖାସି କ'ଣ ଜବାବ ଦିଏ, ପଦାକୁ ପତା ମିଳେ ନାହିଁ। ମଧୁଖାସି ହାତ ପତେଇ ଦେଲା, ଦେ 1 ଟଙ୍କା। ସାହୁକାର ଟିକିଏ ଭାବି ହାତକୁ ଟଙ୍କାଟିଏ ବଢ଼ାଇ ଦେଲା। ସେ ବାଟେ ଜିଲି ଆସିଲା। ମଧୁଖାସି କହିଲା, ଦେଖ ଥର। ପ୍ରଶଂସା କରି ଅନେଇ ରହିଥାଏ ସାହୁକାର। ଜିଲି କିଛି ବାଟ ଆଗେ ଯାଇ କୁହାଟ ମାରିଲା, ତୁଇ କିରେ ମଧୁ? ହଁ ମୁଇଁ। ମଧୁ କହିଲା, ଆ ଶୁଣିଚା? ନାହିଁ, ଡେରି ହେଲାଣି, ମୁଁ ଯାଉଛି। ଜିଲି ବାଟ ଭାଙ୍ଗି ଦାନ୍ତ କାଠି ଚୋବେଇ ଚୋବେଇ ଚାଲିଗଲା। ଥାଇ ଥାଇ ତରକି ତରକି ପଛକୁ ଟିକିଏ ଟିକିଏ ଅନେଇ ଦିଏ। ସାହୁକାର ସୁନାବନ୍ଧା ହାତ ଉପରକୁ ଟେକେ, ପାପୁଲି ହଲାଏ, ବଡ଼ ପାଟିରେ ଡାକିବ ବୋଲି ମୁହଁ ଆଁ କରେ। ପୁଣି ଏପାଖ ସେପାଖ ଅନାଏ, ଆଁଟା ରହିଯାଏ, ଶବ୍ଦ ବାହାରେ ନାହିଁ। ମଧୁଖାସି କହିଲା, ସେମିତି ଆସିବ ନାହିଁ। ଭଲ ଖଦି ଲୋଡ଼ା, ବାସ୍ନା ସାବୁନ, ବାସ୍ନା ତେଲ, ବେଳ କାଳକେ ଫୁଲହାର ଗୋଟାଏ 2ଟା, ପଇସା, ଖଜା, ମିଠା ଖିଲ ଖଣ୍ଡେ 2 ଖଣ୍ଡ। ସାହୁକାର କହିଲା, ସବୁ ମୁଁ ଦେବି, କୋଉଟାକୁ କେବେ ନାହିଁ କଲି କି? ମଧୁ କହିଲା, ତୁ ନ ଦେବୁ ବୋଲି ମୁଁ କହୁଛି କି? ମାତ୍ର ଜାଣିଛୁ ତୁ, ଯେ ଯେତେ ବଡ଼ ତାର ଦାମ ସେତେ ବେଶୀ। ୟାର ପ୍ରକାର ଭିନେ। ଖାଲି ଫୁସିଲେଇ ଡାକିଦେଲେ ଆସିବା ଲୋକ ନୁହେଁ। ଭାଇମାନଙ୍କୁ ଯେମିତି ଗୋତି ରଖିଛୁ, ଭଉଣୀକୁ ଯଦି ନ ନେଇ ପାରନ୍ତୁ ତେବେ ବା ହୁଅନ୍ତା। ନେବାର ଅଛି ଯାହା ପଛ ଲାଗୁ। କୋଉଠି ତୁମ ଶୁଣ୍ଢି କୂଳରେ ଏପରି ଗୋଟାଏ ପାଇବୁ? ସାହୁକାର ଭାବୁଥାଏ। ମଧୁ ତାର ଭାବନା ଉପରେ ପାହାର ମାରିଲା ପରି ପୁଣି କହିଲା, ତୋର ଦିନକୁ ଗୋଟାଏ ଲୋଡ଼ା, ଏତେ ବେଶୀ ଲୋକରେ କି ଦରକାର? ତା ଅପେକ୍ଷା ଖାଦି ଖଦି ଦେଇ ପୁଞ୍ଜାଇ 5ଟା ଭଲ ଦେଖେ, କେଡ଼େ ସୁନ୍ଦର ହୁଅନ୍ତା। ନୋହିଲେ କେତେବେଳେ କାହାଠୁ ଯଦି କେଉଁ କାଇଲା ବା ବେମାରୀ ଡେଇଁବ, ଜୀବନଟା ଗଲା। ଧର୍ମ ଉପଦେଶ ଶୁଣି ସାହୁକାର ବିରକ୍ତ ହେଲା। ଜିଲି ଏତେବେଳକୁ ଅଦୃଶ୍ୟ ହେଲାଣି। ସାହୁକାର ଉଦ୍ବିଗ୍ନ ହୋଇ କହିଲା, ଦେଖ ମଧୁ, ତତେ ଲାଗିଲା ମୋର ଏତେ କଥାର କୌଣସି ପ୍ରୟୋଜନ ନାହିଁ। ବର୍ଷା କମିଛି। ସାହୁକାର ପୁଣି ସେଇ ଧାଙ୍ଗଡ଼ା ବସା ଘରେ ରହିଲା। ଚାକରମାନେ ଗାଁରେ କେଉଁଠି କେଉଁଠି ଦେଖି ରହିଗଲେ। ତହିଁଆର ଦିନ ଶୁକ୍ରଚାନୀର ଭୂଇଁରେ ସକାଳୁ ସାହୁକାର, ଗୋତି ଆଉ ହଳ ପ୍ରବେଶ କଲେ। ଜମିରେ ବହୁତ କାମ ଲାଗିଲା। ବହୁତ ଲୋକ ଖଟିଲେ। ଟିକିଏ ବେଳ ଉଦିବାରୁ ସେହି ବାଟେ ନନ୍ଦିବାଲି ଆଉ ଶୁକ୍ରଚାନୀ ଦୁହେଁ ବିଲକୁ ଚାଲିଲେ। ଶୁକ୍ରଚାନୀ ସେଠି ଅଟକିଗଲା। ଉପରେ ପଡ଼ି ସାହୁକାର ସଙ୍ଗେ ଗପସପ ହେଲା, ମତାମତ ଦେଲା। କହିଲା, ହଳ କରିବାକୁ କିଛି କଷ୍ଟ ହେଉନାହିଁ ସାହୁକାର। ହେଇ ଦେଖେ କେଡ଼େ ସୁନ୍ଦର ଚାଲିଛି, ବେଶୀ ମାଡ଼ିବାକୁ ବି ପଡ଼ୁନାହିଁ। ସାହୁକାର କହିଲା, ମତେ ଆଉ କି କଷ୍ଟ, ପଇସା ଖର୍ଚ୍ଚ କଲେ ସବୁ ଅସାଧ୍ୟ ସାଧ୍ୟ ହେବ। ଏଇ ଖଣ୍ଡକରେ ଧାନ କରିବୁ ତୁ ତ ସାହୁକାର? କି ଧାନ ବୁଣିବୁ? ଯାହା ବୁଣିବୁ ତା ହବ। ଏଇ ଦେଖ, ଏଠି ମୁଁ ଧାନ ପଚାଏ, ଏଠି ମାଣ୍ଡିଆ, ସେ ପାଖରେ କାନ୍ଦୁଲ। ହେ ସେଠି ଅଳସୀ ଶୁଆ, ତୁ ବି ତ ସେଇଆ କରିବୁ ନା କ'ଣ କହୁଛୁ ସାହୁକାର? ନନ୍ଦିବାଲି ଅସ୍ଥିର ହୁଏ। ଶୁକ୍ରବୁଢ଼ା ଆପଣା ବିଲ ବିଷୟରେ କହିଲାଗେ। ଯେତିକି କହେ ସେତିକି ବେଶୀ କହିବାକୁ ମନ ବଳେ। ସାହୁକାର କେତେ ଶୁଣେ, କେତେବେଳେ ଅତି ତାଚ୍ଛଲ୍ୟ କରି ଏଣୁ ତେଣୁ କହେ, କେତେବେଳେ କଥା ମଝିରେ ଉଠିଯାଇ ଗୋତିମାନଙ୍କୁ ଉପଦେଶ ଦିଏ, ହୁକୁମ ଜାରି କରେ। ନନ୍ଦିବାଲି କହିଲା, ଡେରି ହେଇଯାଉଛି ପରା, ଯିବା ପରା? ଶୁକ୍ରଚାନୀ କହିଲା, ଯିବା। ହଁ, ରହିଥା ଟିକିଏ ଆସୁ। ଆଉ ଟିକିଏ ବତେଇ ଦେଇଯାଏ, ଯୋଉଟା ଯେଉଁଠି ତାକୁ ସେଠି ନ ବୁଣି ଭିନେ ଜାଗାରେ ବୁଣିଲେ ଭଲ ପାଚିବ ନାହିଁ, ଆଉ ମାଟି ବାରଚାଉଳିଆ ଖଇଚା ହେବ। ତାର କି ଯାଏ, ସେ ତ ବନ୍ଧା ଧରିଛି, ପଛେ ଆମେ ହଟହଟା ହେବା। ସାହୁକାର ଏଥର ବାହୁଡ଼ି ଆସି କହିଲା, ଖାଲି ଠିଆଟା ହୋଇ ଭାରି କଥା ଗପୁଛୁ କ'ଣ? ହଳ କରୁନାଉ, ତୋ ଭୂମି ତତେ ବେଶୀ ଜଣା, ଟିକିଏ ଲାଗ। ହସି ହସି ଗଡ଼ିଗଲା। ଆରେ ହଉ ହଉ, କୁଲି ଦେବି ପଛେ, ଯା କାଉଡ଼ି ଥୋ। ନନ୍ଦିବାଲି ବୁଢ଼ାର ହାତ ଧରି ଟାଣି ନେଲା। କହିଲା, ବେଶୀ କାମ ଅଛି ତେଣେ, ଡେରି ହଉଛି। ବୁଢ଼ା ଚାଲିଲା। ପଛରୁ ସାହୁକାର ହସି ହସି ଗାଳି ବର୍ଷିଥିଲା, କେତେ ଚଞ୍ଚଳ, ମେଢ଼ୁଆର ବା ଅବାଧ୍ୟ ହୋଇଗଲା ଦେଖ। କାଲି ମୋର ଗୋତି ଥିଲା, ଆଜି ମୁଁ ଡାକିଲେ ବି ଶୁଣୁନାହିଁ। ହାଳପ ପରଜା ତାସ କେମିତି ହୁଏ ମୋତେ ଜଣା ନାହିଁ ଯେ, ଆସିଛନ୍ତି ମୋତେ ଗୁରୁ ହୋଇ ପାଠ ଶିଖେଇବାକୁ। ଆଉ ସେ ଭେଣ୍ଡିଆଟା ଘର ଜୋଇଁ ଆସିଛି କି ନା, ତେଣୁ ଏତେ ଆଣ୍ଟ। ହାଳପ ମୋର ଗୋତିର ଗୋତି। ନନ୍ଦିବାଲି ଆଉ ଶୁକ୍ରବୁଢ଼ା ଆପଣାର ନୂଆ କ୍ଷେତକୁ ଚାଲିଗଲେ। ନନ୍ଦିବାଲି କହିଲା, ଆଉ ତୁ ସେ କ୍ଷେତ ପାଖକୁ ଯିବୁ ନାହିଁ। ବୁଢ଼ା ଚିହିଁକି ଉଠି କହିଲା, କେମନ୍ତ? ନନ୍ଦିବାଲି କହିଲା, ଆରେ ପକେଇ ଦେଇଛୁ ଯେଉଁ ଛେପକୁ ପୁଣି ତାକୁ ପାଟିକୁ ନେଇ କି ହୁଏ? ବୁଢ଼ା କହିଲା, କାହିଁକି?
ମୁଁ କ'ଣ ମୋର ଭୂମି ବିକି ଦେଇଛି କି ତାକୁ? ନନ୍ଦିବାଲି କହିଲା। ନ ବିକିଲେ ବି ଏବେ ସେ କରିବ, ତୁ ମୁକୁଳେଇବା ଯାକେ। କାହିଁକି ପରଲୋକ ପାଖକୁ ଯିବା? ଯାହା ତାହା କହିଦେବ, ଦେଖିଲେ ଆପଣାର ଭୂମି, ସେଠି ପରଲୋକର ଅଧିକାର, ସେଠି ଠିଆ ହେଲେ ମନ ଦୁଃଖ। ଗୁମ୍ ହୋଇ ବୁଢ଼ା ଚାଲିଗଲା। ସତେ ତ, ସେ କିଏ? ଘରୁ ପଦାକୁ ଗୋଡ଼ କାଢ଼ିଲେ ବାଟ ପାଖେ ଶୋଇ ରହିଛି ଜମି, ନିତିଦିନର ଭୂମି, ଦାଦିଆନି କାଳର ଭୂମି। ସେହି ବାଟେ ସେ ଯିବ, ସେଠି କମେଇ ଖାଉଥିବ ସାହୁକାର। ଅନେଇ ଦେଲେ ଖେଙ୍କି ଗୋଡ଼େଇବ, କଥା ପଦେ କହିଦେଲେ ତେଣ୍ଟା ଲାଗିବ। ନନ୍ଦିବାଲି ପିଲାଟାଏ ସିନା, ସତ କହିଲା। ମୁଣ୍ଡକୁ ଛାତିରେ ଅଜାଡ଼ି ଦେଇ ଅସରନ୍ତି ଦୁଃଖର ଛାଇ ନାକ ଆଗରେ ଦେଖିଲା। ପାହୁଣ୍ଡେ ପାହୁଣ୍ଡେ ହୋଇ ଶୁକ୍ରଚାନୀ ଆଗକୁ ଚାଲିଗଲା। ତେବେ ଏହିଠାରୁ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ପରଜାର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।